ଯାତ୍ରା କୁ ନେଇ ବର୍ତ୍ତମାନ ସମୟରେ ବିବାଦ ଲାଗି ରହିଛି। ଆଜିର ଯୋଉ ପ୍ରସଙ୍ଗ ରହିଛି ସୋନାଲି ପଣ୍ଡା ତୁଳସୀ ଗଣନାଟ୍ୟର ଯେ ଅଭିନୟ କରୁଛନ୍ତି ସୋନାଲି ପଣ୍ଡା ତାଙ୍କର ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତ ସିଂହର ଅଭିଯୋଗ ଆଣୁଛନ୍ତି ଯେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ଧଳ ମୋ ସ୍ତ୍ରୀ କୁ ଛାଡୁନାହାନ୍ତି ଫସେଇ ରଖିଛନ୍ତି। ଏଇ କଥା କେତେ ସତ୍ୟାସତ୍ୟ ରହିଛି ମାନେ ବାନ୍ଧିକି ରଖିଲି ନା ତାକୁ ଶିକୁଳି ଫିକୁଳି ପକେଇଛି? ହଁ ସେ ଅଭିଯୋଗ ଆଣୁଛନ୍ତି ଯେ ଆପଣ ତାଙ୍କ ସ୍ତ୍ରୀ କୁ ଫସେଇ ରଖିଛନ୍ତି ଛାଡୁନାହାନ୍ତି। ଶୁଣନ୍ତୁ ଏ ବିଷୟରେ ମତେ ନ ପଚାରି ସେ ଯୋଉ ଝିଅକୁ ପଚାରନ୍ତୁ। ସେ ଝିଅ ଠିକ ତାର ଉତ୍ତର ଦେଇପାରିବ, ମୁଁ ପାରିବିନି। ମୁଁ ତ ବର୍ଷକରେ ଥରେ ଯାଏ ଯାତ୍ରା ପାଟିକି, 10 ମିନିଟ୍ ପାଇଁ ଯାଏ ଆସେ। ସେ ତ ବର୍ଷ ସାରା ରହିଲା ଯାତ୍ରା ପାଟିରେ। ଆଉ ମୁଁ ଅଟକେଇଲି କୋଉଠି, ବାନ୍ଧିଲି କୋଉଠି, ଅଟକେଇଲି କେମିତି ସେ କହିବନି? ତାର ଉତ୍ତରଟା ସେ ଝିଅ ଦେଇପାରିବ, ମୁଁ କଣ ଦେଇପାରିବି? ଆଜ୍ଞା, ତେବେ ଯୋଉ ଅଭିଯୋଗ ଆଣୁଛନ୍ତି ତାଙ୍କ ସ୍ୱାମୀ ସମ୍ପୂର୍ଣ୍ଣ ମିଥ୍ୟା, ସେଟା ସମ୍ପୂର୍ଣ୍ଣ ମିଥ୍ୟା। ସେ ଆପଣ ସେ ଝିଅ ତୁ ଉତ୍ତର ପାଇସାରିଲା ପରେ ତାପରେ ସେ ଝିଅ ତାର ଉତ୍ତର ଦବ ନା। ଆଉ ଯାହା ଇଏ କରିବେ, ଆଉ ଆମେ କଣ କହିପାରିବୁ? ସେ ତ ନିଜେ ଉତ୍ତର ଦଉଛି ନା, ଆମକୁ ପଚାରିଲେ କଣ ହବ? ତେବେ ଆପଣ ସୋନାଲି ପଣ୍ଡା ଯିଏ ଅଛନ୍ତି ତୁଳସୀ ଗଣନାଟ୍ୟରେ ଅଭିନୟ କରୁଛନ୍ତି ତାଙ୍କ ସହ କେବେ କଥା ହେଇଛନ୍ତି? କୋଉଦିନ କଥା ହେବି? ମାନେ କିଛି କଥା ହେଇଛନ୍ତି କି ଏଇ ସମ୍ପର୍କରେ? ମୁଁ କାହିଁ କଥା ହେବି ସେ ବିଷୟରେ? ମୁଁ କାହିଁ କଥା ହେବି ସେ ବିଷୟରେ? କିଛି ନାହିଁ ନା ଆମର, ମୁଁ କାହିଁ କଥା ହେବି? ସେ ବି ଆସିକି ଗଣମାଧ୍ୟମରେ କହୁଛନ୍ତି ଯେ ମୁଁ ସେ କହୁଛନ୍ତି ଯୋଉ ଉତ୍ତର ଦେଲା, ଶୁଣନ୍ତୁ ଏ ଯୋଉ ପଚାରିଥିଲା ଯୋଉ ମିଡିଆରେ ଭାଇରାଲ ତ ସେ ପାଇଁ ଦଉଥିବ ଉତ୍ତର। ଆମେ କାହିଁ କହିବୁ? ଆମର କଣ ଦରକାର? ମୁଁ ତ ଗାଁରେ ଯାତ୍ରା ପାଟି ତ ଛାଡେ, ମୁଁ କାହିଁ କଥା ହେବି? ଆପଣ ବର୍ତ୍ତମାନ ସମୟରେ କୋଉଠି ଅଛନ୍ତି? ମୋ ଗାଁରେ। ଗାଁରେ ମାନେ ଆପଣଙ୍କ ଗାଁଟା? ବାଲଚନ୍ଦ୍ରପୁର। ଆଉ ଏବେ ତୁଳସୀ ଗଣନାଟ୍ୟ ବାଲେଶ୍ୱର ଥିଲା, ବାଲେଶ୍ୱର ଯାଜପୁର ରୋଡକୁ ଆଇଛି। ଆଚ୍ଛା, ସେ ଅଲରେଡି ସେ ମିଡିଆର ଉତ୍ତର ଅଲରେଡି ଦେଇ ସାରିଲାଣି। ଉତ୍ତର ବି ଆପଣ ସେଠୁ ପାଇପାରିବେ ପଚାରିକି। ଆମେ ଉତ୍ତର ଦେବା ଠିକ ହବନି। କଣ ଉତ୍ତର ରଖିଛନ୍ତି ମୁଁ କହିପାରିବିନି ସେ ବିଷୟରେ। ସେ ଆମର ଭୋଜି ହଉଛି ତ ଆଜି, ବର୍ଷିକିଆ ଭୋଜି, ସେଥିରେ ବ୍ୟସ୍ତ ଅଛି। ଆପଣ ଏଇ ସବୁ ଯୋଉ ଅଭିଯୋଗ ଆଣୁଛନ୍ତି ସୋନାଲି ପଣ୍ଡାଙ୍କର ସ୍ୱାମୀ ସମ୍ପୂର୍ଣ୍ଣ ମିଥ୍ୟା। ଶ୍ରୀକ୍ଷେତ୍ର ସାମନ୍ତ ସିଂହ ସମ୍ପୂର୍ଣ୍ଣ ମିଥ୍ୟା। ବିଲକୁଲ ସେ ସମ୍ପୂର୍ଣ୍ଣ ଏଇଟା ଯୋଉଟା ଭାଇରାଲ ହେଇଛି ନରିପଣା କେସ୍ ପରେ, ଗୁଲି ଗପ ଗପୁଛନ୍ତି। ଶୁଣିବ କିଏ କହିଲେ? ଅଯଥା ସମୟ ନଷ୍ଟ କରିକି କିଛି ନଥିଲେ। ଯାର କିଛି କାମ ଥବ ଯିଏ ତାର ଟାର୍ଗେଟ କଲେ ତାଙ୍କ ସ୍ୱାମୀ, ବୁଝିପାରିଲେନି? ଏଇ ମତେ ଟାର୍ଗେଟ ଟା ନରିପଣା କେସ୍ ହେଇଛି ବଦନାମ କରିବା ପାଇଁ। କେତେ ଜଣ କଲେଣି? ଜଣେ କାହିଁ, କେତେ ଜଣ କଲେଣି ନା ନାଇଁ? କିଏ ବୁଝିପାରିଲା? ଟାର୍ଗେଟ କରିଲେଣି ଆପଣଙ୍କୁ? ଯିଏ କହିଲେ ଟାର୍ଗେଟ ମୋର କିଛି ହବାର ନାହିଁ। ମୁଁ ସ୍ଥିର ଅଛି, ସତରେ ଅଛି, ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ଆଜ୍ଞା, ଆ ଦେହରେ କିଛି ଅସୁବିଧା ନାହିଁ। ଆଉ ଏ ଯୋଉ ଝିଅ ପୁଅ କଥା ଏସବୁ ଯାତ୍ରା ଇଣ୍ଡଷ୍ଟ୍ରି ପଚାରିଦେବେ। ମୁଁ ଯାତ୍ରା ବାଡି ଯାଏ ରଖିଲେଣି କି ଗଣମାଧ୍ୟମ? ମୋର କିଛି ରଖିବେ ନା ରଖିବେ? ମୁଁ କଣ ଦରକାର ରଖିବା? ସେ ଝିଅ ତାର ଯାହା କହିବ ନା, ତାକୁ ପଚାରିବେ ନା। ଆଉ ଆପଣ ମତେ ପକ୍ଷ କଲେ ମୁଁ ତାର ଉତ୍ତର ଦେଇପାରିବି? ପକ୍ଷ ସିଏ ତାର ଯିଏ ଯାହା ନାଁରେ କହିଛି ସିଏ ତାର ଉତ୍ତର ଦବ ନା। ଆଉ ଆମେ ଦେଇପାରିବେ କି? ଆଜ୍ଞା।